ପିତବାସ ମହାରଣା ମୁଁ ଶନିଶ୍ୱର ପୂଜା କମିଟିର ସଭାପତି। ଆଉ ତ ଇଏ ଦୀର୍ଘ 50 ବର୍ଷ ହେଲା ଅନୁଷ୍ଠାନ ଚାଲିଛି। ଆଖପାଖରୁ ପଞ୍ଚାୟତରୁ 3-4ଟା ପଞ୍ଚାୟତରୁ ନିହାତି 5,000-7,000 ଲୋକ ହୁଅନ୍ତି। ଗ୍ରାମବାସୀଙ୍କ ସହଯୋଗ, ପଞ୍ଚାୟତବାସୀଙ୍କ ସହଯୋଗରେ ଅନୁଷ୍ଠାନ ଚାଲିଛି, ଉନ୍ନତି ହେଇ ଚାଲିଛି। କ'ଣ କହିବେ ଭକ୍ତମାନେ ଯେଉଁଭଳି ଭାବରେ ଶୃଙ୍ଖଳା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କ'ଣ ସୂଚନା? ଭକ୍ତମାନେ ତ ସବୁବେଳେ ସହଯୋଗ କରି ଆସିଛନ୍ତି। ଭକ୍ତମାନେ ରାତି 4ଟାରୁ ଆସି ପାଣି ଢଳାଢଳି କରୁଛନ୍ତି। ଆଉ ଭକ୍ତମାନଙ୍କ ସହଯୋଗରେ ଅନୁଷ୍ଠାନ ଚାଲିଛି। ପ୍ରଶାସନିକ ଦୃଷ୍ଟିକୋଣରୁ କ'ଣ? ହଁ, ଗ୍ରାମବାସୀଙ୍କ ତରଫରୁ, ପଞ୍ଚାୟତ ତରଫରୁ, ଆମର ପୋଲିସ ପ୍ରଶାସନ ତରଫରୁ ଆମମାନଙ୍କୁ ସହଯୋଗ କରିଛନ୍ତି। ଆଉ ମିଡ଼ିଆ ଭାଇମାନେ ବି ଆମକୁ ସହଯୋଗ କରୁଛନ୍ତି। ସରପଞ୍ଚ ଆସିଲେଣି? ହଁ, ସରପଞ୍ଚ MLA ଏବେ ଆସୁଛନ୍ତି। ଆସିଲା ପରେ ଇଏ କାର୍ଯ୍ୟକ୍ରମ ଆରମ୍ଭ ଚାଲିଛି। ରାତିକି ପ୍ରୋଗ୍ରାମ ଅଛି, ଭଜନ ସମାରୋହ। 200-2,000 ଲୋକଙ୍କର ଖାଇବା ପିଇବା ବନ୍ଦୋବସ୍ତ ଅଛି। କ'ଣ କହିବେ ଯେ ଆଜିର ସମାଜରେ ଯେଉଁଭଳି ଭାବରେ ବିଶୃଙ୍ଖଳିତ ପରିବେଶ ସବୁ ସୃଷ୍ଟି ହେଉଛି ତା ପ୍ରତି କ'ଣ ସଚେତନତା ସବୁ ନେଇଛି? ଭଗବାନଙ୍କ ସନ୍ନିକ ଅବସ୍ଥାରୁ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆରୋଗ୍ୟ ରୁହନ୍ତୁ।